देते भाई जाओ सर 1 मिनट सर। द्रापे अंधसस्पते दरिद्र नीललोहित एषां पुरुषाणामेषां पशूनां माभिर्मारु मो एषां किञ्चन ममात् या ते रुद्रशिवातनः शिवा विश्वाह भेषजी शिवा रुद्रस्य भेषजी त्वया नो मृडजीवसे इमागं रुद्राय तवसे कपर्दिने क्षयद्वीराय प्रभरामहे मतीम् यथा नः समसद्दीपदे चतुष्पदे विश्वां पुष्टं ग्रामे अस्मिन्ननातुरां मृडानो रुद्रोतनो मयस्कृदिक् ह्ययद्वीराय नमसा विधेमते यत्सञ्चयोऽस्य मनुरायजे पिता तदस्यामत्कवरुद्रप्रणीतौ मानो महान्तमुतमानु अर्भकं मान उक्ष्यन्तमुतमान उक्सितं मानो वधिपीतरं मोतमातरं प्रियामानस्तनुवो रुद्ररीरिषाः मानस्त्वकेतनये मान आयुषि मानो गोसुमानो अश्वेषुरीरिषाः हीरानमानो रुद्रभामितु बधिर्भविष्मन्तु नमसा विधेमते आरात्ते गोघ्न उत पौरुषघ्ने क्षयद्वीराय सं नमस्मे ते अस्तु रक्षा च नो अधि च देव ब्रीह्यदा च नः शर्म यच्छत् दीवरहा स्तुहि श्रुतं गर्त सदैवानं मृगन्न भीममुपहत्नुमग्रम् मृडाजरित्रे रुद्रस्तवानो अन्यन्ते अस्मन्निवपन्तु सेनाः परिणो रुद्रस्य हीतिर्वृणक्तु परित्वीषस्य दुर्मति रघायोः अवस्थिरामघवद्भ्यस्तनुस्व मीढ्वस्तु कायतनयाय मृडया मीढुष्टमशिवतमसि पूर्णः सुमना भव परमे वृक्ष आयुधन्निधाय कृत्तिं वसान आचर पिनाकं बिभ्रदागहि विकिरीदा विलोहित नमस्ते अस्तु भगवाः यास्ते सहस्रगं हेतुयन्यमस्मन् निवपन्तु ताः सहस्राणि सहस्रदा बाहुवोस्तव हीरयाः तासामिशानो भगवः पराचिनमुखकृदी ॐ शान्ति 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 सर्वेभ्यो नमो नमः अशेष से धन्यवाद जहांकर वज्रवाणी दिने सारा विश्व संत समाज को संविभूत कर देथिला से जगजन्मा महापुरुषंकर महान बाणी पाठ करिया पई आम गहन उपस्थित थिबा श्रीमती इतिश्री देवरी को मु आमंत्रण करुछि से वर्तमान विवेक बाणी पाठ करी एठारे उपस्थित थिबा ज्ञानी और गुणी पंडित मानकु मोर आंतरिकतार भूमिष्ठ प्रणाम जनाउछि। आजिर विवेक बाणी स्वार्थ शून्य कार्य एतंक लोकक निकटरे एहा जेपरि अस्वाभाविक और अत्यधिक दार्शनिक एवं कार्यकारी अपेक्षा अधिक तात्विक बोली बोध हुए। मु भगवत गीता विरोध में अनेक जुक्तितर्क पढ़ी अछि। अनेक कहते अभिसंधि उद्देश्य व्यतीत मनुष्य काम करि पारे नहीं।
ଏମାନେ ମତନ୍ଧାତାର ପ୍ରଭାବରେ କୃତକର୍ମ ବ୍ୟତୀତ କୌଣସି ନିସ୍ୱାର୍ଥ କାର୍ଯ୍ୟ କେବେ ଦେଖି ନାହାନ୍ତି, ତେଣୁ ଏହିପରି କହିଥାନ୍ତି। ଜୟ ସ୍ୱାମୀ ବିବେକାନନ୍ଦ। ଏତିକି କହି ମୁଁ ବକ୍ତବ୍ୟ ଶେଷ କରୁଛି। ସମସ୍ତଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଉଛି। ଧନ୍ୟବାଦ। ଶରତ ଋତୁର ଶାରଦୀୟ ପୂଜା ମହୋତ୍ସବ ପରେ ମହୋତ୍ସବ ମୁଖରିତ ହୋଇ ଉଠିଛି। ଧରଣୀ ମାତା ସବୁଜ ଶସ୍ୟରେ ପରିପୂର୍ଣ୍ଣ। କୃଷକ ସମାଜଙ୍କର ମନରେ ଭରି ରହିଛି ଅନେକ ଆଶା ଏବଂ ଉନ୍ମାଦ। ଘରକୁ ମା ଲକ୍ଷ୍ମୀ ବିଜେ କରିବେ, ଏଇ ଆଶା ନେଇ ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଜାଗାରେ ଲକ୍ଷ୍ମୀ ପୂଜାର ଆରାଧନା ଲାଗି ରହିଛି। ଏଇ ଶୁଭ ମୁହୂର୍ତ୍ତରେ ଆମ ଦେବଗଡ଼ ଭୂମି, ଦେବଭୂମି ଦେବଗଡ଼ ତାର ସ୍ୱାମୀ ବିବେକାନନ୍ଦଙ୍କର 50ତମ ଇ ପାଠଚକ୍ରମାଳା ଆୟୋଜନ କରିଛି। এই ପାଠଚକ୍ରମାଳାର ସଭାପତି କାର୍ଯ୍ୟ ତୁଲାଇବା ପାଇଁ ଆମ ଗହଣରେ ଉପସ୍ଥିତ ଥିବା ପ୍ରଫେସର ଅଶୋକ କୁମାର ମିଶ୍ରଙ୍କୁ, ଯିଏକି ଆମର ବଡ ଭାଇ, ଆଗରୁ ସବୁ ଦେଖିକି କିନ୍ତୁ ପରିଚୟ ଦେଇପାରିନି, ତାଙ୍କୁ ମୁଁ ଆମନ୍ତ୍ରଣ କରୁଛି। ଜଣେ ଶିକ୍ଷାବିତ ଭାବରେ ଆମ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଛନ୍ତି, ସାହିତ୍ୟ ଅନୁରାଗୀ। ତାଙ୍କୁ ମୁଁ ନିବେଦନ କରିବି ଆଜିର ପ୍ରସଙ୍ଗ ଉପସ୍ଥାପନ, ବକ୍ତାଙ୍କ ପରିଚୟ ପ୍ରଦାନ ସହିତ ବକ୍ତବ୍ୟ ପାଇଁ ଆମନ୍ତ୍ରଣ କରିବେ। ଜୟ ଜଗନ୍ନାଥ। ଦେବଗଡ଼ର 50ତମ ଆଭାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଗୁଣି ଜ୍ଞାନୀ ମାନଙ୍କୁ ମୋର ପ୍ରଣାମ। ମୋର ବହୁତ ଭାଗ୍ୟ ଯେ ମୁଁ ଏଇଭଳିଆ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରିଛି। ଆଜି ଏକ ଭିନ୍ନ ସ୍ୱାଦର ବିଷୟବସ୍ତୁ ଅଛି, ପାର୍ବତୀ କାବ୍ୟର ଅନ୍ୟ ଏକ ଉପସଂହାର। ପାର୍ବତୀ କାବ୍ୟ ବାବଦରେ ଆମେ ସମସ୍ତେ ଜାଣିଛେ, ଏହା ରାଧାନାଥ ରାୟଙ୍କର ପଞ୍ଚମ କାବ୍ୟ, 1890 ମସିହାରେ ଲିଖିତ। କୁହାଯାଇଥାଏ କାଳେ ଗ୍ରୀକ୍ କବି ହୋମରଙ୍କର ଇଲିଆଡ, ସେକ୍ସପିୟରଙ୍କର ହାମଲେଟ, ଆସ୍କାଇଲାସଙ୍କ ଆଗାମେମ୍ନନଙ୍କ ପୃଷ୍ଠଭୂମି ଉପରେ ତାଙ୍କର ଏ ପାର୍ବତୀ କାବ୍ୟ ଲିଖିତ। ଏଇଭଳି ଭାବରେ ରାଜା ଗଙ୍ଗେଶ୍ୱର ଦେବ ମୟୂରଭଞ୍ଜର ରତ୍ନପୁର ଦୁର୍ଗକୁ ଅବରୋଧ କରିବା ପାଇଁ ନିଜ କନ୍ୟା କୌଶଲ୍ୟା ସହିତ ଯାଇଥିଲେ ଏବଂ ତାଙ୍କର ଝିଅ ସହିତ ଅନୈତିକ ସମ୍ପର୍କ ରଖିବା ଯୋଗୁଁ ସେ ଏଥିରେ ଲଜ୍ଜିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ମାରି ଦେଇଥିଲେ ଏବଂ କହିଥିଲେ ଯେ ସେ ଏଇଭଳି ଭାବରେ ମରିଯାଇବା କଥା ନ କହି ବରଂ ସେ ଅନ୍ୟ କିଛି ଏକ କଥା କହିଥିଲେ, ଯାହା ଆମେ ଯେପରିକି ହାମଲେଟଙ୍କ କଥାରୁ କିଛି ଶିଖିଥାଉ। ତାଙ୍କର ମାତା କୌଶଲ୍ୟା ତାଙ୍କର କନ୍ୟା କୌଶଲ୍ୟା ଥିଲେ, ଯାହାକୁ ନେଇ ସାଙ୍ଗରେ ଯାଇଥିଲେ। ତାଙ୍କର ମାତା ପାର୍ବତୀ ଶୂନ୍ୟବାଣୀ ପାଇଲେ ଅନେକ ଜାଗାରେ ଲେଖା ଯାଇଥାଏ ଯେ ଗୋଟେ ଛାଇ କାଳି ଆସିଥିଲା ତାଙ୍କୁ କିଛି କହିବା ପାଇଁ। ଏମିତି ଜାଣିବାକୁ ପାଇଲେ ଯେ ଶୂନ୍ୟବାଣୀରୁ ଯେ ଏମିତି କିଛି ଗୋଟେ ଘଟଣା ଘଟିଛି ଏବଂ ସେ ତାଙ୍କର କନ୍ୟା କୌଶଲ୍ୟା ଥିଲେ ଏବଂ କହିଲେ ତାଙ୍କର ବିସ୍ତୃତ କାହାଣୀ ଏବଂ ସେଥିରେ ସେ ବହୁତ ଦୁଃଖିତ ହୋଇଥିଲେ ଯେ ଏତେ ଦୁଃଖିତ ଥିଲେ ଯେ ସେ ଅନୁଶୋଚନାରେ ଦୁଃଖରେ ମର୍ମାହିତ ହୋଇ ତାଙ୍କର ସ୍ୱାମୀଙ୍କୁ ତାଙ୍କର ରାଜାଙ୍କୁ ସେ ହତ୍ୟା କରିଥିଲେ। ସେହି ସମୟରେ ଏହା ଓଡ଼ିଶାରେ ବଡ଼ ଚର୍ଚ୍ଚିତ ବିଷୟବସ୍ତୁ ଥିଲା ଯେ
ये समीचीन बा असमीचीन थिला बोली असमीचीन एइथे जे राजा है कि रानी की मारिबाटा केते दूर ठीक थिला बा न थिला रानी है राजा को मारिबाटा अपर पक्षरे पिता कन्यार ए जो संपर्क अनैतिक संपर्क केते दूर ग्रहणीय थिला एवं एबे मध्य यह एक चर्चार विषय रही केते दूर संभव केते दूर ग्रहण से समय रे आम ओडिया साहित्य रे बहुत बड़ चर्चार विषय वस्तु थिला एवं एकथा सत्य जे तांकर कन्या कौशल्या राजा गंगेश्वर देव एवं तांकर रानी पार्वती देवी समस्त मध्य जीवन सेठी हारिथिला ए विषय रे यह एक चर्चित विषय वस्तु से समय थिला ए जो चर्चित विषय वस्तु यह होची एक प्रकार उपसंहार हे सारिथिला आज अन्य एक उपसंहार ए बाबद रे कहिबा पई आमको आलोचना माध्यम रे कहिया पई प्रोफेसर डॉक्टर हरिश्चंद्र बारिक महोदय उपस्थित अछंती से ठाकुर मुंडा कॉलेज रु तांकर अध्यापन आरंभ करी करंजिया नरसिंहपुर बड़बिल एवं आनंदपुर महाविद्यालय रु से अवसर ग्रहण करिछन प्रोफेसर बारिक महोदय पंडित गोपबंधु दासंकर मानविकतार स्मरण अध्याय गोदावरी से महापात्र प्रेम वात्सल्य ममता र अन्य एक दिव भीम भयंकर शून्यवाद ए चाकरी जीव तिक्त मधुर अभिज्ञतार अनुभूति एवं मेहर साहित्यर चेतना उपरे अनेक प्रबंध रचना करी पुरस्कृत होइचंती एवं सम्मानित होइचंती आज आमर सौभाग्य प्रोफेसर डॉक्टर हरिश्चंद्र बारिक महोदय ठारू ए विषय रे किसी सुनिबा को पाइबा जहाँ पार्वती पारे सुनिबा एबे भी गोटे चर्चित विषय वस्तु होगी रही जे घटी घटना ए समाज पई केते ग्रहणीय बा अग्रहणीय पिता एवं कन्यार संपर्क एवं रानी है कि राजा को हत्या करिबा एवं ए समस्त जिनिसर घटनावली से समय चर्चित थिला एबे मध्य चर्चित अछि एबे आजिर ए जो आमर महोदय आसी डॉक्टर प्रोफेसर डॉक्टर हरिश्चंद्र बारिक महोदय से ए विषय रे अन्य को उपसंहार कौन है पारे से विषय से आलोचना करिवे वर्तमान मो प्रोफेसर बारिक महोदय को अनुरोध करुची से तांकर वक्तव्य उपस्थापन करिवे स्वामी विवेकानंद लोक संसद विचारधारा स्वामी विवेकानंद लोक संसद विचारधारा देवगढ़ जिला शाखा आज 50तम ई पाठचक्र ये पाठचक्र सभापति अशोक कुमार मिश्र महोदय संयोजक श्री रुद्र कुमार देहुरी दैतारी भाई या व्यतीत द्विवेदी सार को कारण घटना क्रमे सहित मोर संयोग समस्त को शुभेच्छा जनाऊँ 50तम ई पाठचक्र आलोचक आज मु यह मोर सौभाग्य ए सौभाग्य पाई संपूर्ण भाव देवगढ़ अंचल समस्त ज्ञानी गुणी मानक मु मोर धन्यवाद जनाऊँ मु जदियो देवगढ़ अंचल स्वामी विवेकानंद लोक संसदर कौन कर्मकर्ता नुह मु मयूरभंज जिलार आजीवन सदस्य देवगढ़ शाखा
तथापि देवगढ़ शाखा पाई मते कहबार सुजोग मिली। ए सुजोग से दिन तैयारी होइथिला जो दिन की देवगढ़ शाखार जड़े आलोचक बंधु प्रवीण बंधु राधानाथ राय को ऊपर आलोचना करुले। मु से समय केवल देवगढ़ नुह प्राय मु प्रत्येक जिलार भाषण शुणुली। ए शुणिबा न्याय रे मु देवगढ़ शाखार आलोचक बंधु राधानाथ ऊपर कहूले एवं मु शुणुली। शुणी सारिया परे से दिन प्रश्न उत्तर प्रसंग रे मु एक प्रश्न उठेइथिली। से दिन मोर प्रश्न थिला जे आपण कहीं पार्वती काव्य पिता कन्यार प्रणय को समालोचना कले। वास्तविक प्रश्न उत्तर एक लंबा थिला, एक विवादीय दिन थिला। से दिन मो ऊपर भार अर्पण करा जाइथिला जे संक्रांत आज ही पारिबनी आउ दिन आपण एक समालोचना करिवे ए विषय रे कथा रखिवे। देवगढ़वासी राजी थे किंतु परवर्ती पर्याय रे जदियो मते से माने सुजोग देइथिले मु ए विषय रे कहि नथिली कारण मोर व्यस्तता पाई 6 मास 7 मास बीती गला। घटना कर्मे दिने साधारण संपादक चित्त भाई सहित मोर देखाला। मु कहली जे मु तो कथा देइथिली देवगढ़ रे पार्वती काव्य कथा विषय रे कहिबी किंतु समय दे पारलिनी। एबे समय अछि मते सुजोग देले मु कहिबी कारण एटा असमाप्त होई रहि जाइछि। जाहो तांको निर्देश रे दिने दिबे मते फोन कले आज अछंती ना नहीं मु कहि परिबिनी। कहले सर एबे आपण कहंतु। प्रणाम सर, प्रणाम अच्छा सर। मु तो मो हाँ अच्छी सर अच्छी वेद पाठ आरंभ हाँ करथिल ना मु थैंक आपनको। यू थैंक यू आगे थैंक यू सर थैंक यू। थैंक यू सर। आगे नमस्कार सर। हाँ तेणु मु चाहिए विषय रे किछि कहिया पाई कारण से टॉपिक नेली से विषय को नेली एवं तांको कहिली ए विषय रखंतु पार्वती काव्य उपसंहार पार्वती काव्यर अन्य एक उपसंहार संभाव्य उपसंहार मो ए संक्रांत टिके आपण मान को कहूची जे पार्वती काव्य असंपूर्ण संपूर्ण है परवर्ती पर्याय रे पार्वती काव्यर एक उपसंहार लिखाई सेटा राधानाथ लिखि नांती शशिभूषण राव तांको पुत्र पार्वती काव्यर उपसंहार लिखि राधानाथ ग्रंथावली रे स्थानित करिसेंती किंतु ताहा जे राधानाथ लिखिसेंती ताहार जुक्ति किछि नाही। एक क्रम रे मु आउ किछि कथा कहया पे चाहूची आपण मानको। उड़िया साहित्य बंगला साहित्य इंग्लिश साहित्य सब साहित्य
ପୂର୍ବ ପୁରୁଷ ଯାହା କହି ଯାଇଛନ୍ତି ତାକୁ କଣ ଆମେ ଜପାମଳି ଧରିକି ଜପୁଥିବା କି? ତାକୁ ପ୍ରତିବାଦ କରିବା ନାହିଁ? ହଁ, ଅଙ୍କରେ 2 2 4 ହେବ, 3 3 6 ହେବ। ସାହିତ୍ୟରେ ଏମିତି ଏକ ଉପସଂହାର ହେବ ନାହିଁ। ଯାହା କହି ଯାଇଛନ୍ତି ତାହା ଯେ ସତ୍ୟ କେମିତି ଗ୍ରହଣ କରିବେ? ଏଇ ମନେ କରନ୍ତୁ, ପାର୍ବତୀ କାବ୍ୟ କହିବି ଆପଣମାନଙ୍କୁ, ଉପସଂହାର ବି କହିବି, ଏବଂ ମୁଁ ଏକ ଭିନ୍ନ ଉପସଂହାର ଆପଣଙ୍କୁ ଦେବି, କିନ୍ତୁ ଟିକେ ଧୈର୍ଯ୍ୟର ସହ ଶୁଣନ୍ତୁ ମୁଁ ଯାହା କହୁଛି। ରାଧାନାଥଙ୍କ ପାର୍ବତୀ କାବ୍ୟର କହିବି, ଅନ୍ନପୂର୍ଣ୍ଣା ପାର୍ବତୀକୁ କହୁଛନ୍ତି ରତ୍ନପୁର ଦୁର୍ଗରେ କେମିତି ଅକଥନୀୟ ଅତ୍ୟାଚାର କଲେ। ଏ କଥା କହୁ କହୁ ସେ କାବ୍ୟ ସରିଯାଇଛି, ଆଉ କିଛି ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ସେ କଥା ବି ମୁଁ କହିବି, ଶଶିଭୂଷଣ ରାୟଙ୍କର ଉପସଂହାର କଥା ମୁଁ କହିବି। ଏଇ ସରିଗଲା। ପରବର୍ତ୍ତୀ ପର୍ଯ୍ୟାୟରେ ଶଶିଭୂଷଣ ରାୟ ତାଙ୍କ ପୁତ୍ର ପାର୍ବତୀ କାବ୍ୟର ଉପସଂହାର ଗୋଟେ ଲେଖିଦେଲେ। ସେଇଟା ରାଧାନାଥ ଲେଖିଛନ୍ତି କି ଶଶିଭୂଷଣ ରାୟ ଲେଖିଛନ୍ତି? ଆର ପ୍ରାମାଣିକତା କିଛି ଅଛି କି? କିଛି ନାହିଁ, କିଛି ନାହିଁ। ମୋ ବିଚାରରେ ସେଟା ରାଧାନାଥ ଲେଖି ନାହାନ୍ତି। ଶଶିଭୂଷଣ ରାୟ କହୁଛନ୍ତି ଯେ ବାପାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେଇଗଲା, ସେ କିଛି ଲେଖିପାରିଲେ ନାହିଁ, ତେଣୁ ସେ ବେଡ୍ ରିଡନ୍ ହେଇଗଲେ, ତେଣୁ ସେ ଟିପା ଖାତାରେ କିଛି ଲେଖିଥିଲେ, ଏବଂ ଟିପା ଖାତାରେ ଯାହା ଲେଖିଥିଲେ ତାହାକୁ ମୁଁ ପରବର୍ତ୍ତୀ ପର୍ଯ୍ୟାୟରେ ପାର୍ବତୀ କାବ୍ୟର ଉପସଂହାର କରି ମୁଁ ଲେଖିଦେଲି। ଯଦି ଏହା ସତ୍ୟ, ପାର୍ବତୀ କାବ୍ୟ ପରେ ପରେ ଚିଲିକା କାବ୍ୟ ସେ ଲେଖିଲେ କେମିତି? ମହାଯାତ୍ରା ଲେଖିଲେ କେମିତି? ସେ ତ ଅସୁସ୍ଥ, ଲେଖିପାରିଲେ ନାହିଁ ବୋଲି ଶଶିଭୂଷଣ ରାୟ ସ୍ୱୀକାର କରୁଛନ୍ତି। ମୁଁ ତାଙ୍କ ସ୍ୱୀକାରୋକ୍ତି ଆପଣଙ୍କୁ ଦେଖେଇବି। ସେ ସ୍ୱୀକାର କରୁଛନ୍ତି ବାପା ରୋଗଗ୍ରସ୍ତ ହେଇଗଲେ, ସେ ଆଉ କିଛି ଲେଖିପାରିଲେ ନାହିଁ, ତେଣୁ ସେ ଆଉ କିଛି ଲେଖିଲେ ନାହିଁ। ଗଦ୍ୟାକାରରେ କିଛି ଲେଖିଥିଲେ ତାଙ୍କ ଟିପା ଖାତାରେ, ଏବଂ ତାହାକୁ ମୁଁ ପ୍ରକାଶ କରି ପାର୍ବତୀ କାବ୍ୟର ଉପସଂହାର ବୋଲି ମୁଁ ଗ୍ରନ୍ଥାବଳୀ ସ୍ଥାନିତ କରିଛି। ଯଦି ଏହା ସତ୍ୟ, ତାହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଚିଲିକା ମହାଯାତ୍ରା ଲେଖିଲେ କେମିତି? ସନ୍ଦେହ ଆସୁଛି। ମୁଁ ଏଇ କଥା କହୁଛି କାହିଁକି ଯେ ଯିଏ ଯାହା କହିଗଲା, ଓଡ଼ିଆ ସାହିତ୍ୟର ଆଲୋଚକ ମାନେ, ଓଡ଼ିଆ ସାହିତ୍ୟର ସମାଲୋଚକ ମାନେ, ଯିଏ ଯାହା କହିଗଲା ତାକୁ ଆମେ ଅନ୍ଧ ଭାବରେ ଗ୍ରହଣ କରି ଚାଲିଛୁ। ଏଯାବତ୍ ଏଇ ମାସେ 2 ମାସ ପୂର୍ବରୁ ବାଲେଶ୍ୱର ଜିଲ୍ଲାର ଜଣେ ଡକ୍ଟର ପାତ୍ର ସେ ଗୋଟେ ଟପିକରେ ଆଲୋଚନା କରୁଥିଲେ ଯେ ପ୍ରାଚୀନ କାବ୍ୟର ନୂତନ ଦୃଷ୍ଟିଭଙ୍ଗୀ। ତାଙ୍କ କହିବାର ଉଦ୍ଦେଶ୍ୟ ହଉଛି ଯେ ଆମେ ଯାହା କହୁଛୁ, ଯାହା ଆମେ ଲେଖି ଚାଲିଛୁ, ଏହା ସତ୍ୟ ବୋଲି ଆମେ ଗ୍ରହଣ କରିବା ଉଚିତ ନୁହଁ। ତାକୁ ଆଲୋଚନା କରନ୍ତୁ, ନୂତନ ଦିଗ ଦେଖନ୍ତୁ, ନୂତନ ଆଲୋଚନା କରନ୍ତୁ। ଏଇ ଦୃଷ୍ଟିକୋଣରୁ ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ ପାର୍ବତୀ କାବ୍ୟ ସମ୍ପର୍କରେ ଏକ ନୂତନ ଉପସଂହାର ରଖିବା ପାଇଁ ଚାହୁଁଛି। ଏକ ଭିନ୍ନ ଉପସଂହାର ଲେଖିଛନ୍ତି ଶଶିଭୂଷଣ ରାୟ। ମୁଁ ତାକୁ ଗ୍ରହଣ କରୁନାହିଁ, କାରଣ ସେଟା ଶଶିଭୂଷଣ ରାୟ ଲେଖିଛନ୍ତି, ରାଧାନାଥ ଲେଖିନାହାନ୍ତି। ମୁଁ ଏଇଠି ଆଉ ଏକ ପ୍ରସଙ୍ଗ କହୁଛି ଯେ ରାଧାନାଥ
ପାର୍ବତୀ କାବ୍ୟ ମୁଁ ପାର୍ବତୀ କାବ୍ୟଟି କହିବି ଆପଣମାନଙ୍କୁ, କହି ସାରିଲା ପରେ ଏଇଟା ଆଲୋଚନା କଲେ ଆହୁରି ସୁନ୍ଦର ହବ। ଆପଣମାନେ ଶୁଣନ୍ତୁ। ପାର୍ବତୀ କାବ୍ୟ କହି ସାରିଲା ପରେ ଏବଂ ତାର ଉପସଂହାର କହି ସାରିଲା ପରେ ମୁଁ ଆପଣଙ୍କୁ କହିଲେ ଆପଣ ଏ କଥାର ସତ୍ୟତା କେମିତି ଜାଣିପାରିବେ। କାରଣ ଯୁକ୍ତି ଦରକାର, ଅଙ୍କରେ ଯୁକ୍ତି ନାହିଁ, ସାହିତ୍ୟରେ ଯୁକ୍ତିର ଆବଶ୍ୟକତା ଅଛି। କାରଣ 1 ଇଞ୍ଚ ଶିଳାଗାତ୍ରରେ 1 ଇଞ୍ଚ ଶିଳାଗାତ୍ରରୁ କୋଣାର୍କର ମହାତ୍ମ ବୁଝି ହୁଏ। ଗୋଟିଏ ଭାତ ହାଣ୍ଡିରୁ ଗୋଟିଏ ଭାତକୁ ଚିପିଲେ ସମସ୍ତ ଭାତର ଅବସ୍ଥା ଜାଣି ହୁଏ। ସାହିତ୍ୟ ଏମିତି ଏକ ଭାତ ହାଣ୍ଡି, ସାହିତ୍ୟ ଏମିତି ଏକ କୋଣାର୍କ ଯେ ଟିକିଏ କଥାରୁ ସବୁ କିଛି ଜାଣି ହବନି। ପାର୍ବତୀ କାବ୍ୟ ତ ଉପସଂହାର, ପାର୍ବତୀ କାବ୍ୟ ତ ଅସମ୍ପୂର୍ଣ୍ଣ। ନିଜେ ରାଧାନାଥ ସ୍ୱୀକାର କରୁଛନ୍ତି। ମୁଁ କହିଲି କୋଉଠି ଉପସଂହାର ହେଇଛି, ପରବର୍ତ୍ତୀ ପର୍ଯ୍ୟାୟରେ ସେ କଣ ଲେଖିଲେ ଆମେ ତ କିଛି ଜାଣିନୁ। କେମିତି ହଠାତ୍ କହିଦେବା ଯେ ପାର୍ବତୀ କାବ୍ୟରେ ପିତା କନ୍ୟାର ପ୍ରଣୟ ଲେଖା ହେଇଛି? ହଁ, ଏପର୍ଯ୍ୟନ୍ତ ଆଲୋଚକ ମାନେ ଯାହା ବି ଆଲୋଚନା କରୁଛନ୍ତି ସେଠି ପିତା କନ୍ୟାର ପ୍ରଣୟ ଲେଖା ହେଇଛି। କିନ୍ତୁ ରାଧାନାଥଙ୍କର ଗୋଟେ ବୈଶିଷ୍ଟ୍ୟ ହେଲା କାବ୍ୟର ଶେଷରେ ଗୋଟେ ଆଲୌକିକ ଘଟଣା ଘଟିଛି, ଗୋଟେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଉଷା କାବ୍ୟରେ ଘଟିଛି, କେଦାର ଗୌରୀ କାବ୍ୟରେ ଘଟିଛି, ଯଯାତି କେଶର କାବ୍ୟରେ ଘଟିଛି, ଚନ୍ଦ୍ରଭାଗା କାବ୍ୟରେ ଘଟିଛି। ଯଦି ସବୁ କାବ୍ୟରେ ଗୋଟେ ଆଲୌକିକ ଘଟଣା ଘଟିଛି, ତାହେଲେ ପାର୍ବତୀ କାବ୍ୟରେ କାହିଁକି ଆଲୌକିକ ଘଟଣା ଘଟି ନଥିବ? ମୋର ପ୍ରଶ୍ନ। ଆପଣମାନେ ଚିନ୍ତା କରନ୍ତୁ ଯେ ଯଦି ତାଙ୍କର ଅଧିକାଂଶ କାବ୍ୟରେ ଆଲୌକିକ ଘଟଣା ଘଟିଛି, ତାହେଲେ ପାର୍ବତୀ କାବ୍ୟରେ କାହିଁକି ଆଲୌକିକ ଘଟଣା ଘଟିନଥିବ? ଘଟିଛି। ପୁଣି ଆଉ ଏକ କଥା, ରାଧାନାଥ ଯେତେବେଳେ ସ୍କୁଲ ଇନ୍ସପେକ୍ଟର ଥିଲେ ତାଙ୍କର ବହୁତ ଶତ୍ରୁ ଥିଲେ। ହୁଏତ ତାଙ୍କୁ ବଦନାମ କରିବା ପାଇଁ ତାଙ୍କର ଶେଷ ଅଂଶଟିକୁ ନଷ୍ଟ କରିଦେଇ ପାରନ୍ତି। ଲୋକରତ୍ନ କୁଞ୍ଜବୀର ଦାସ ସେ କହୁଛନ୍ତି, ତାଙ୍କ ଆଲୋଚନା ପୁସ୍ତକ ଦେଖିବେ, ସେ କହୁଛନ୍ତି ରାଧାନାଥକୁ ବଦନାମ କରିବା ପାଇଁ ଇଂରେଜ ମାନେ ତାଙ୍କ ଉପସଂହାରକୁ ପୋଡ଼ି ଦେଇଥିଲେ। ଉପସଂହାର ଆମେ ଜାଣିନୁ, ପାର୍ବତୀ କାବ୍ୟରେ କଣ ଉପସଂହାର ଥିଲେ ଆମେ ଜାଣିନୁ, ନଷ୍ଟ ହେଇଯାଇଛି। ତେଣୁ କଣ ଅଛି ଆମେ କିଛି ନ ଜାଣି ପିତା କନ୍ୟାର ପ୍ରଣୟ କେମିତି କହିବା? ହଁ କହିବା, ମୁଁ ସେ କଥା କହୁଛି। ଟିକେ ପାର୍ବତୀ କାବ୍ୟ ଚଡ଼ଗଙ୍ଗର ପୁତ୍ର ଗଙ୍ଗେଶ୍ୱର ରତ୍ନପୁର ଦୁର୍ଗକୁ ବିଜୟ କରିବାକୁ ଗଲେ। ସଂକ୍ଷିପ୍ତ ଭାବରେ କହୁଛି, କାରଣ ତାଙ୍କ ସ୍ୱପ୍ନ ପ୍ରସଙ୍ଗକୁ ମୁଁ ଆସିବି। ଚଡ଼ଗଙ୍ଗର ପୁତ୍ର ଗଙ୍ଗେଶ୍ୱର ରତ୍ନପୁର ଦୁର୍ଗକୁ ବିଜୟ କରିବାକୁ ଗଲେ ଏବଂ ଏହାର ଐତିହାସିକ ପ୍ରାମାଣିକତା କିଛି ନାହିଁ। ଇତିହାସକୁ ଖୋଜିଲେ ଆମେ ନିରାଶରେ ପରିଣତ ହେବା। ଐତିହାସିକ ପ୍ରାମାଣିକତା କିଛି ନାହିଁ। ଯାହା ହଉ, ଚଡ଼ଗଙ୍ଗର ପୁତ୍ର ଗଙ୍ଗେଶ୍ୱର ରତ୍ନପୁର ଦୁର୍ଗକୁ ବିଜୟ କରିବାକୁ ଗଲେ, ସାଙ୍ଗରେ କୌଶଲ୍ୟା ବି ଯାଇଛନ୍ତି, ତାଙ୍କର ମନ୍ତ୍ରୀ କଞ୍ଚୁକ ବି ଯାଇଛନ୍ତି। ଦୀର୍ଘ ବର୍ଷ ପରେ ରତ୍ନପୁର ଦୁର୍ଗକୁ ଯେତେବେଳେ ବିଜୟ କରିପାରିଲେ ନାହିଁ, ତାଙ୍କ ମନ୍ତ୍ରୀ କଞ୍ଚୁକି କହିଲେ, ତୁମେ ଯାଅ, ରାଜ୍ୟକୁ ଫେରିଯାଅ। ମୁଁ ଯେତେବେଳେ ରତ୍ନପୁର ଦୁର୍ଗ ବିଜୟ କରିବି, ସେତେବେଳେ ତୁମକୁ ବିଜୟର ବାର୍ତ୍ତା ପାଖ ପାହାଡରେ ନିଆଁ ଜାଳି ଦେଇ ସଂକେତ ଦେବି। ଏହା ଗୋଟେ ଗତାନୁଗତିକ ଧାରା ଥିଲା। ରାଜାମାନେ ଯେତେବେଳେ ବିଭିନ୍ନ ରାଜ୍ୟକୁ ବିଜୟ କରିବାକୁ ଯାଉଥିଲେ, ସେତେବେଳେ ବିଜୟର ବାର୍ତ୍ତା ପାଖ ପାହାଡରେ ନିଆଁ ଜାଳି ଦେଇ ବିଜୟର ବାର୍ତ୍ତା ପଠାଉଥିଲେ। କଞ୍ଚୁକ 2 ବର୍ଷ ପରେ ଫେରି ଆସି କୌଶଲ୍ୟା କିନ୍ତୁ ଅଛି।
ଗଙ୍ଗେଶଙ୍କ କନ୍ୟା କୌଶଲ୍ୟା ରାଜାଙ୍କ ପାଖରେ ଅଛି। ଏଇ ଯୁଦ୍ଧ ଭୂମିରେ କୌଶଲ୍ୟା ଗଙ୍ଗେଶଙ୍କ ଥିବା ସମୟରେ ତାଙ୍କ ସହ ଅଙ୍ଗସଙ୍ଗ ହେଇଛି। ଗଙ୍ଗେଶ ଏହା ମାଦଳାବନ୍ଦୀରେ ଅଛି। ବିଭିନ୍ନ କାବ୍ୟର ଅନୁସରଣରେ ଏଇ କଥା ଅଛି। କିନ୍ତୁ ଯେତେବେଳେ ହଠାତ୍ ସେ ପ୍ରଚାର କଲେ ଯେ ଏ ରାଜ ଦରବାରରେ ଥିବା କୌଣସି ସୈନିକ ସହିତ ଗୁପ୍ତ ପ୍ରଣୟରେ ଲିପ୍ତ ହୋଇ କୌଶଲ୍ୟା ଅନ୍ତଃସତ୍ତ୍ୱା ହେବେ, ତେଣୁ ତାଙ୍କୁ ରାଜା ତାଙ୍କୁ ବିତାଡ଼ିତ କଲା। ଏ କଥା ପ୍ରଚାରିତ ହେଲା। ପାର୍ବତୀ କଥା ଶୁଣିଲେ, ଦୁଃଖ ପ୍ରକାଶ କଲେ, ଆଶ୍ଚର୍ଯ୍ୟ ହେଲେ, ଏମିତି କାହିଁ ଘଟିଲା। ସେଦିନେ ଜଗନ୍ନାଥଙ୍କ ମନ୍ଦିର ସାମ୍ନାରେ ଯୋଉ ଅରୁଣ ସ୍ତମ୍ଭ ଅଛି ସେଠି ସେ ସାଷ୍ଟାଙ୍ଗ ପ୍ରଣିପାତ କରି ଜଗନ୍ନାଥଙ୍କୁ ଧ୍ୟାନ କଲେ। ଜଗନ୍ନାଥ ତାଙ୍କୁ କହିଲେ ଯେ ପାର୍ବତୀ ତମେ ଯାଅ, କୌଶଲ୍ୟା ଅଛି ତା ଜୀବନର ଇତିହାସ ସେ ତମକୁ କହିବ। ପାର୍ବତୀ ଉଠିଲେ, ମନ ବିଚଳିତ ହଉଛି ଯେ ମୋ କୌଶଲ୍ୟାର ଅବସ୍ଥା ଏମିତି କାହିଁକି ହେଲା। ସେ ସନ୍ଦେହ କରିପାରୁନାହାନ୍ତି। ରାଜା ତ ପ୍ରଚାର କରିଛନ୍ତି ଯେ ଅନ୍ୟ ରାଜକୁମାରଙ୍କ ସହିତ ସେ ଗୁପ୍ତ ପ୍ରଣୟ ଲିପ୍ତ ହୋଇ ଅନ୍ତଃସତ୍ତ୍ୱା ହେଇଛି। ରାଜା ସେଥିପାଇଁ ଦାୟୀ, ଏ କଥା ସେ କହୁନାହାନ୍ତି। ଯାହା ହଉ, କଞ୍ଚୁକି ତା ଭିତରେ ଫେରି ଆସିଛି ବଡ ଦେଉଳ, ବଡ ଠାକୁର, ବଡ ଦାଣ୍ଡକୁ, ଜଗନ୍ନାଥ ଶ୍ରୀକ୍ଷେତ୍ରକୁ। ଏବଂ ରାଜାଙ୍କ ଆଦେଶ ଯେ ମୁଁ ଯୁଦ୍ଧରେ ବିଜୟ କଲା ପରେ ବିଜୟର ବାର୍ତ୍ତା ପଠେଇବି। ତମେ ପ୍ରସାଦପୁରକୁ ଯିବ, ବିଜୟର ବାର୍ତ୍ତା ଦେଖିଲେ ତମେ ରାଜ୍ୟରେ ପ୍ରଚାର କରିବ ଯେ ରାଜା ଗଙ୍ଗେଶର ବିଜୟ ବାର୍ତ୍ତା ନେଇକି, ବିଜୟ ନେଇକି ଫେରି ଆସୁଛନ୍ତି। ଦିନେ ହଠାତ୍ କଞ୍ଚୁକେ ପ୍ରସାଦ ଉପରେ ଥାଇ ଦେଖିଲେ ଯେ ବିଜୟର ବାର୍ତ୍ତା ଆସୁଛି। ଏବଂ ବିଜୟର ବାର୍ତ୍ତା ଆସିଲା ବେଳେ ଆଉ ଏକ କଥା ଦେଖିଲେ, ସେ ରାଜନଗରର ଅନତି ଦୂରର ଉଦ୍ୟାନ ଭିତରୁ ଏକ ନାରୀ ମୂର୍ତ୍ତି ଆସୁଛି। ସେ ଚାଲେ କଞ୍ଚୁକି, କିଛି ବୁଝିପାରିଲେ ନାହିଁ। ଏବଂ ସେ ଯାଇ ରାଣୀକୁ କହିଲେ, ପାର୍ବତୀଙ୍କୁ କହିଲେ ପ୍ରଭାତରେ ଯେ ମୁଁ ଏମିତି ଏକ ଅଦୃଶ୍ୟ ଦୃଶ୍ୟ ଦେଖୁଛି। ଗୋଟିଏ ନାରୀ ମୂର୍ତ୍ତି ଉଦ୍ୟାନ ଭିତରକୁ ଆସୁଛି, ଆଲୁଳାୟିତ କେଶପାଶ, କାନ୍ଦୁଛି ସେ। କଞ୍ଚୁକରେ ଏ କଥା ଶୁଣି ପାର୍ବତୀ ବିଶ୍ୱାସ କରିପାରିଲେ ନାହିଁ। ତହିଁ ଆର ଦିନ ପାର୍ବତୀ ଏ କଥାକୁ ପରୀକ୍ଷା କରିବା ପାଇଁ ନିଜେ ପ୍ରସାଦ ଉପରକୁ ଗଲେ, ଚୂଡା ଉପରକୁ ଗଲେ। ଅର୍ଦ୍ଧରାତ୍ରି, ରାତ୍ରି ଶେଷ ହେଇ ଆସୁଛି। ସେ ଦେଖିଲେ ଏକ ନାରୀ ମୂର୍ତ୍ତି ଉଦ୍ୟାନ ଭିତରେ ପ୍ରବେଶ କରିଛି। ପାର୍ବତୀ ଆସିଲେ, ପାଖକୁ ଯାଇ ଦେଖିଲେ ଏବଂ କହିଲେ ତମେ କିଏ? ପାର୍ବତୀ ଦେଖିଲେ ଯେ ହଁ, ତ କୌଶଲ୍ୟା। କୌଶଲ୍ୟା କାନ୍ଦି କାନ୍ଦି କହିଲେ, ହଁ ମା, ମୁଁ କୌଶଲ୍ୟା। ମୁଁ ବାପାଙ୍କ ସହିତ ଯୁଦ୍ଧ କ୍ଷେତ୍ରକୁ ଯାଇଥିଲି। ବାପାଙ୍କର ପାପ ଲାଳସର ଶିକାର ହେଇ ମୁଁ ଗର୍ଭବତୀ ହେଲି। ବାପା ନିଜର ସମ୍ମାନ ରକ୍ଷା କରିବା ପାଇଁ ମୋତେ ଦୋଷାରୋପ କଲେ। ନିଜର ଅତି ଆପଣା ସୈନ୍ୟମାନଙ୍କୁ ନେଇ ଧଉଳି ନିକଟରେ ଏକ ଜରାଜୀର୍ଣ୍ଣ କୂପ ଭିତରେ ମୋତେ ନିକ୍ଷେପ କଲେ। ସେଇଠି ମୁଁ ପିଲାଟିଏ ଜନ୍ମ କଲି। ପିଲାଟିର
ମୋ ଆକୁଳ କ୍ରନ୍ଦନ କେହି ଶୁଣି ପାରିଲେ ନାହିଁ। ପିଲାଟି ମରିଗଲା। ନିଜ ପୁତ୍ରର ଶବ ମୁଁ ନିଜେ ଭକ୍ଷଣ କରିଛି। ପାର୍ବତୀ ଏ କଥା ଶୁଣିଲେ। ଅଶରୀରୀ ପାର୍ବତୀଙ୍କୁ, ମାତା ପାର୍ବତୀଙ୍କୁ ଏ କଥା କହିସାରିଲା ପରେ ସେ ଅନ୍ତର୍ଧ୍ୟାନ ହେଇଯାଇଛି। ଆଗରୁ ତ ମୁଁ କହିଛି ଯେ କଞ୍ଚୁକି ବିଜୟର ବାର୍ତ୍ତା ପଠାଉଛି, ରାଜା ଗଙ୍ଗେଶ୍ୱର ବିଜୟର ବାର୍ତ୍ତା ନେଇକି ଆସୁଛନ୍ତି। ପାର୍ବତୀ ଏ କଥା ଶୁଣିଲେ। ଯତ୍ପର ନାସ୍ତେ, ସେଦିନ ଥିଲା ହୋଲି ଉତ୍ସବ। ସେ ଅନିଚ୍ଛା ସତ୍ତ୍ୱେ ବି ହୋଲି ଉତ୍ସବରେ ମଜିଗଲେ। ରାଜା ଗଙ୍ଗେଶ୍ୱର ଫେରି ଆସିଛନ୍ତି ଏବଂ ରତ୍ନପୁର ଦୁର୍ଗର ରାଜକନ୍ୟା ଅନ୍ନପୂର୍ଣ୍ଣାକୁ ସାଙ୍ଗରେ ନେଇ ଆସିଛନ୍ତି। ଏଠି ବର୍ଣ୍ଣନା କରାଯାଇଛି, ମୁଁ ସେ କଥା କହୁନି କାରଣ ମୁଁ ଉପସଂହାର କଥା କହିବି। ରତ୍ନପୁର ଦୁର୍ଗର ରାଜକନ୍ୟା ଅନ୍ନପୂର୍ଣ୍ଣାକୁ ସାଙ୍ଗରେ ନେଇ ଆସିଛନ୍ତି। ତାଙ୍କ ଅଙ୍କ ସଙ୍ଗ ନିଜର ରାଣୀ କରିବାର ଇଚ୍ଛା ନେଇକି ଆସିଛନ୍ତି ଏବଂ ଅନ୍ନପୂର୍ଣ୍ଣାକୁ ଆଣିକି ପାର୍ବତୀ ହସ୍ତ ଦେଇଛନ୍ତି। ପାର୍ବତୀ ତାଙ୍କୁ ପଚାରୁଛନ୍ତି ଯୁଦ୍ଧର ବାର୍ତ୍ତା କଣ। ପାର୍ବତୀ ସବୁ କଥା ଜାଣିଛନ୍ତି। ନିଜ କନ୍ୟା କୌଶଲ୍ୟାର ମୃତ ରହସ୍ୟ ଜାଣି ସାରିଛନ୍ତି। ନିଜ କନ୍ୟା କୌଶଲ୍ୟାର ମୃତ୍ୟୁ ରହସ୍ୟ ଜାଣି ସାରିଲା ପରେ ରାଜା ଗଙ୍ଗେଶ୍ୱର ଯେତେବେଳେ ରତ୍ନପୁର ଦୁର୍ଗର ରାଜକନ୍ୟାକୁ ଅନ୍ନପୂର୍ଣ୍ଣାକୁ ନେଇକି ଆସିଛନ୍ତି, ସେତେବେଳେ ସେ ଅନ୍ନପୂର୍ଣ୍ଣାକୁ ପଚାରୁଛନ୍ତି ଅନ୍ନପୂର୍ଣ୍ଣା ଯୁଦ୍ଧ ବୃତ୍ତାନ୍ତ କହୁଛନ୍ତି। ଅନ୍ନପୂର୍ଣ୍ଣା କିପରି ଗଙ୍ଗେଶ୍ୱର ପୁତ୍ର ଏକଜାତକୁ ଭଲ ପାଏ, ଆର ବିବରଣୀ ସେ ଦେଇଛନ୍ତି। କିପରି ରାଜା ଗଙ୍ଗେଶ୍ୱର ରତ୍ନପୁର ଦୁର୍ଗକୁ ଧ୍ୱସ୍ତ ବିଧ୍ୱସ୍ତ କଲେ, ନିଜ ପୁତ୍ରକୁ, ନିଜ ପିତାକୁ ହତ୍ୟା କଲେ, ଏ ରହସ୍ୟ କହିବା ଭିତରେ ଏ କାବ୍ୟଟା ସରିଯାଇଛି। এইটা হচ্ছে মোর পয়েন্ট, ଆଉ କିଛି ନାହିଁ। ଅନ୍ନପୂର୍ଣ୍ଣା ପାର୍ବତୀଙ୍କୁ ରତ୍ନପୁର ଦୁର୍ଗର ବିଭତ୍ସ କାହାଣୀ କହିବା ଭିତରେ ଏ କାବ୍ୟଟି ସମାପ୍ତ ହେଇଯାଇଛି। ଆଉ ତାପରେ କିଛି ନାହିଁ, କିଛି ନାହିଁ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପାର୍ବତୀ କାବ୍ୟର ଉପସଂହାର ଲେଖିଲେ ଶଶିଭୂଷଣ ରାୟ। କଣ ଲେଖିଲେ ଉପସଂହାରରେ? ଯେ ମୁଁ କହିଦଉଛି, ସେ ଉପସଂହାର ଲେଖିଛନ୍ତି ମୋହର 15 ବର୍ଷ ବୟସ ସମୟରେ ପରାମଧ୍ୟମ ସ୍ୱର୍ଗତ ପିତୃଦେବ ପାର୍ବତୀ କାବ୍ୟ ରଚନା କରୁଥିଲେ। କଠୋର ଦୁର୍ବିପାକରୁ ସେହି ସମୟରେ ମୋର ପିତା ପ୍ରବଳତର ହେଇଗଲେ। ସେଇ ଦୁଃଖ ତାଙ୍କୁ ପାର୍ବତୀ ରଚନା ବିରତ କରିଥିବା ବିଷୟ କଥିତ ହଉଛି। ପାର୍ବତୀ କାବ୍ୟ ଲେଖିପାରିଲା, କିନ୍ତୁ ସେଇ ପାର୍ବତୀ କାବ୍ୟର ଉପସଂହାରରେ ସେ ଲେଖୁଛନ୍ତି ଯେ ପାର୍ବତୀ କିପରି, କାରଣ ମୋର ସମୟ ହେବନି ଆଉ କିଛି କହିବା ପାଇଁ, ତଥାପି ମୁଁ କହୁଛି। ସେଇଠି ସେ ଲେଖିଛନ୍ତି ଯେ ପାର୍ବତୀ ସ୍ଥିର ମସ୍ତିଷ୍କ ହେଇଗଲେ ଯେ ଗଙ୍ଗେଶ୍ୱରଙ୍କୁ ସେ ହତ୍ୟା କରିବେ, କାରଣ ନିଜ କନ୍ୟା ପ୍ରତି ଅନ୍ୟାୟ କରିଛନ୍ତି। ବର୍ତ୍ତମାନ ଅନ୍ନପୂର୍ଣ୍ଣାକୁ ଆଣିଛନ୍ତି ଅଙ୍ଗ ସାହିତ୍ୟ କରିବା ପାଇଁ, ତେଣୁ ଆଉ ତାଙ୍କୁ ସେ ପାପ କରିବା ପାଇଁ ଦେବେ ନାହିଁ, ତେଣୁ ତାଙ୍କୁ ହତ୍ୟା କରିବେ। ଏ କଥା ପାର୍ବତୀ କାବ୍ୟର ଉପସଂହାରରେ ଶଶିଭୂଷଣ ରାୟ ଲେଖିଛନ୍ତି, ରାଧାନାଥ ରାୟ ଲେଖିନାହାନ୍ତି। କାରଣ ରାଧାନାଥ ରାୟ ସେଇଠି ଶେଷ କରିଦେଇଛନ୍ତି। ପାର୍ବତୀଙ୍କର କାବ୍ୟର ଉପସଂହାର
शशिभूषण राय लिखिଛନ୍ତି ଯାହାକି ତାଙ୍କ ଗ୍ରନ୍ଥାବଳୀରେ ସ୍ଥାନିତ ହେଇଛି କିନ୍ତୁ ତାହା ଯେ ରାଧାନାଥ ଲେଖିଛନ୍ତି ବୋଲି ତାହାର କିଛି ପ୍ରାମାଣିକତା ନାହିଁ ପ୍ରମାଣ କିଛି ନାହିଁ ତେଣୁ ଶଶିଭୂଷଣ ରାୟ ଲେଖିଛନ୍ତି ଉପସଂହାରରେ ଯେ ଅନ୍ନପୂର୍ଣ୍ଣା ପାଖରୁ ସମସ୍ତ କଥା ଶୁଣି ସାରିଲା ପରେ ପାର୍ବତୀ ରାଜା ଗଙ୍ଗେଶଙ୍କୁ ହତ୍ୟା କରିଛନ୍ତି ସରିଗଲା କାବ୍ୟ ଏଥିରେ ଆମେ କଣ ପାଉଛୁ ଯେ ପିତା କନ୍ୟାର ପ୍ରଣୟ ଲେଖା ହେଇଛି ଯୋଉଥିପାଇଁ କି ରାଧାନାଥ କଠୋର ସମାଲୋଚନା କରୁଛନ୍ତି ଯେ ରାଧାନାଥ ଭଳି ଜଣେ ଯୁଗସ୍ରଷ୍ଟା ସେ କେମିତି ପିତା କନ୍ୟାର ପ୍ରଣୟ ଲେଖିଲେ ମୁଁ କହିଛି ଭାଇ ଯେ ରାଧାନାଥ ପିତା କନ୍ୟାର ପ୍ରଣୟ ଲେଖି ନାହାନ୍ତି ମୁଁ ଆଉ ଏକ ଉପସଂହାର କହିବି ଏ ଉପସଂହାର କହିବା ପାଇଁ ମୁଁ କହୁଛି ଯେ ରାଧାନାଥ ଅନେକ କାବ୍ୟରେ ସ୍ୱପ୍ନ ପ୍ରସଙ୍ଗକୁ ଗ୍ରହଣ କରିଛନ୍ତି ସ୍ୱପ୍ନାଦେଶକୁ ଗ୍ରହଣ କରିଛନ୍ତି ସ୍ୱର୍ଗବାଣୀକୁ ଗ୍ରହଣ କରିଛନ୍ତି କେଦାର ଗୌରୀରେ ସ୍ୱପ୍ନବାଣୀ ହେଇଛି ଉଷା କାବ୍ୟରେ ସ୍ୱପ୍ନବାଣୀ ହେଇଛି ଜଟାତି କେଶରେ ସ୍ୱପ୍ନବାଣୀ ହେଇଛି ଚନ୍ଦ୍ରଭାଗାରେ ବି ସ୍ୱପ୍ନବାଣୀ ହେଇଛି ଏବଂ ପାର୍ବତୀ କାବ୍ୟର ପୂର୍ବ ହେଉଛି ଉଷା କାବ୍ୟ ଜୟନ୍ତ ଉଷା ଯେତେବେଳେ ହାତ ଧରାଧୁରି ହେଲେ ସେମାନେ ମରିଗଲେ ସ୍ୱର୍ଗବାଣୀ ହେଲା କହିଲେ ଆରେ ମହାରାଜ ତୁ କାହିଁ ଦୁଃଖ ପ୍ରକାଶ କରୁଛୁ ଉଷା ଉଷା ନୁହଁ ଜୟନ୍ତ ଜୟନ୍ତ ଉଷା ହଉଛି ତିଳୋତ୍ତମା ଜୟନ୍ତ ହଉଛି ଚିତ୍ରରଥ ଗନ୍ଧର୍ବ ଅଭିଶାପ ପାଇକି ଏମାନେ ବର୍ତ୍ତପୁରରେ ଜନ୍ମଗ୍ରହଣ କରିଥିଲେ କାଳି ତାଙ୍କୁ ଅଭିଶାପ ଦେଇଥିଲା ଏବଂ ଏହି ଅଭିଶାପରୁ ମୁକ୍ତି ପାଇବା ପାଇଁ ସେଦିନ ହାତ ଧରାଧରି ନାଚୁଥିଲେ କାଳୀଙ୍କୁ ଅପମାନିତ କରିଥିଲେ କାଳୀ ଅଭିଶାପ ଦେଇଥିଲେ ଏବଂ ଏହି ଅଭିଶାପରୁ ମୁକ୍ତ ପାଇବା ପାଇଁ କାଳୀ କହିଥିଲେ ତମେ ହାତ ଧରାଧରି ନାଚିଥିବାରୁ ମୋତେ ଅପମାନ କରିଥିଲ ଏହି ଅପମାନରୁ ମୁକ୍ତି ପାଇବା ପାଇଁ ପୁଣି ଯେତେବେଳେ ହାତ ଧରାଧରି ହେବ ତମେ ମୁକ୍ତି ପାଇବ ତେଣୁ ଗନ୍ଧର୍ବ ହଉଛି ଜୟନ୍ତ ଉଷା ହଉଛି ତିଳୋତ୍ତମା ଏ କାହାଣୀ ବିରାଟ କାହାଣୀ କିପରି ଉଷା କାବ୍ୟରେ ଅଛି ଦୌଡ଼ ପ୍ରତିଯୋଗିତା ଅଛି ଉଷା ଜୟନ୍ତର ବିବାହ ହେଇଛି ହାତ ଧରି ଧରିବାକୁ ସେମାନେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ସ୍ୱର୍ଗବାଣୀ ହେଇଛି ଚନ୍ଦ୍ରଭାଗାରେ ବି ସ୍ୱର୍ଗବାଣୀ ହେଇଛି ଯଜାତି କେଶରେ ବି ସ୍ୱର୍ଗବାଣୀ ହେଇଛି ଏବଂ ଅନେକ କାବ୍ୟରେ ସ୍ୱର୍ଗବାଣୀ ହେଇଛି ଯଦି ସବୁ କାବ୍ୟରେ ସ୍ୱର୍ଗବାଣୀ ହେଇଛି ବିଶେଷ କରି ଉଷା କାବ୍ୟ କାରଣ କ୍ରିଟିକ ମାନେ କହନ୍ତି ଯେ ରାଧାନାଥଙ୍କ ପୂର୍ବବର୍ତ୍ତୀ କାବ୍ୟର ପ୍ରଭାବ ପରବର୍ତ୍ତୀ କାବ୍ୟରେ ପଡ଼ିଛି ପୂର୍ବବର୍ତ୍ତୀ କାବ୍ୟର ପ୍ରଭାବ ପରବର୍ତ୍ତୀ କାବ୍ୟରେ ପଡ଼ିଛି ତାହେଲେ ଉଷା କାବ୍ୟର ପ୍ରଭାବ ଚନ୍ଦ୍ରଭାଗରେ ଉଷା କାବ୍ୟର ପ୍ରଭାବ ପାର୍ବତୀ କାବ୍ୟରେ ପଡ଼ିଥିବ ଉଷା କାବ୍ୟରେ ସ୍ୱର୍ଗବାଣୀ ହେଇଛି ତେଣୁ ପାର୍ବତୀ କାବ୍ୟରେ ମଧ୍ୟ ସ୍ୱର୍ଗବାଣୀ ହେଇଥିବ ତାହେଲେ କଣ ସ୍ୱର୍ଗବାଣୀ ହେଇଥିବ ଏଇଠି ମୁଁ ପାର୍ବତୀ କାବ୍ୟର ନୂତନ ଏକ ଉପସଂହାର କଥା କହୁଛି ଯେତେବେଳେ ପାର୍ବତୀ ରାଜା ଗଙ୍ଗେଶଙ୍କୁ ହତ୍ୟା କରୁଛନ୍ତି ଗୋଟେ ସ୍ତ୍ରୀ ଗୋଟେ ମଣିଷକୁ ମାରୁଛି ସେତେବେଳେ ସେ ସ୍ତ୍ରୀର କଣ ହବ ବିଚଳିତ ହେଇଯିବ ସେନ୍ସ ଚାଲିଯିବ ପାର୍ବତୀ ଯେତେବେଳେ ନିଜ କୌଶଲ୍ୟ ଅନ୍ନପୂର୍ଣ୍ଣାର ଦୁଃଖ ଦେଖି ରାଜା ଗଙ୍ଗେଶଙ୍କୁ ହତ୍ୟା କରୁଛନ୍ତି ସେତେବେଳେ ସେନ୍ସ ଚାଲି ଯାଉଛି ଚେତା ବୁଡି ଯାଉଛନ୍ତି ସ୍ୱର୍ଗବାଣୀ ହଉଛି କାରଣ ରାଧାନାଥଙ୍କ ଅନେକ କାବ୍ୟରେ ସ୍ୱର୍ଗବାଣୀ ହେଇଛି ତେଣୁ ପାର୍ବତୀ କାବ୍ୟରେ ସ୍ୱର୍ଗବାଣୀ ହେବା ଯଥାର୍ଥ ସ୍ୱର୍ଗବାଣୀ ହେଉଛି ଚେତା ବୁଡି ପଡ଼ିଛନ୍ତି ପାର୍ବତୀ ଗଙ୍ଗେଶଙ୍କୁ ହତ୍ୟା କରି ସ୍ୱର୍ଗବାଣୀ ହେଉଛନ୍ତି ପାର୍ବତୀ ତୁ ଜଗନ୍ନାଥଙ୍କୁ ଅପମାନିତ କରିଥିଲୁ ଏହି ଅପମାନର ପ୍ରତିଶୋଧ ନ ପାଇ ମୁଁ ମାୟା ଗଙ୍ଗେଶ୍ୱର ମାୟା କୌଶଲ୍ୟ ମାୟା ପାର୍ବତୀ ସୃଷ୍ଟି କରିଥିଲି
ଯାହା ଘଟିଛି ତା ସତ୍ୟ ନୁହଁ। ତୁ ଦେଖ ସାମ୍ନାରେ କୌଶଲ୍ୟା ଗଙ୍ଗେଶ୍ୱର ଆସୁଛନ୍ତି। ପାର୍ବତୀ ସନ୍ତୁଷ୍ଟ ହେଲେ। ସେ ଦେଖିଲେ ରାଜା ଗଙ୍ଗେଶ୍ୱର ନିଜର କନ୍ୟାଙ୍କ ସହିତ କୌଶଲ୍ୟା ଆସୁଛି। ଏହି ରାଧାନାଥ ଲେଖିଥିବେ। ଏହା ହିଁ ରାଧାନାଥ ପାର୍ବତୀ କାବ୍ୟର ଉପସଂହାର ହେଇଥିବ। ରାଧାନାଥ ପରି ଜଣେ ଯୁଗସ୍ରଷ୍ଟା ସେ ଉତ୍କଳର ଗଜପତିକୁ ଅପମାନିତ କରିବା ପାଇଁ ଚାହିଁଲେ କାହିଁକି? ସେ କାହିଁକି ପିତା କାରଣ ପ୍ରଣୟ ଲେଖିବେ? ଲେଖିଛନ୍ତି ଯୋଉ ଅଂଶଟି ଅଛି ସେଠି ଅଛି, ଏହା ମୁଁ ସ୍ୱୀକାର କରୁଛି, ଏହା ମୁଁ ଗ୍ରହଣ କରୁଛି। କିନ୍ତୁ ଉପସଂହାରରେ ଏଇଆ ଅଛି, ଉପସଂହାରରେ ଏଇଆ ଅଛି ଯେ ପାର୍ବତୀ ଗଙ୍ଗେଶ୍ୱରଙ୍କୁ ମାରି ସାରିବା ପରେ ସ୍ୱର୍ଗବାଣୀ ହେଇଛି, ସ୍ୱପ୍ନାଦେଶ ହେଇଛି। କାରଣ ତାଙ୍କ ପୂର୍ବବର୍ତ୍ତୀ କାବ୍ୟରେ ସ୍ୱର୍ଗବାଣୀ ସ୍ୱପ୍ନାଦେଶ ହେଇଛି। ଏବଂ ଯଦି ପୂର୍ବବର୍ତ୍ତୀ କାବ୍ୟରେ ସ୍ୱପ୍ନ ପ୍ରସଙ୍ଗ ସ୍ୱପ୍ନାଦେଶକୁ ସେ ଗ୍ରହଣ କରିଛନ୍ତି, ରାଧାନାଥ ପରବର୍ତ୍ତୀ କାବ୍ୟରେ ବି ତାହା ସେ ଗ୍ରହଣ କରିବା ଯଥାର୍ଥ। ତେଣୁ ପାର୍ବତୀ କାବ୍ୟରେ ବି ତାହା ହିଁ ଘଟିଛି। ସ୍ୱପ୍ନାଦେଶ ହେଇଛି। ପାର୍ବତୀ ଯେତେବେଳେ ଗଙ୍ଗେଶ୍ୱରଙ୍କୁ ହତ୍ୟା କରୁଛନ୍ତି ସ୍ୱର୍ଗବାଣୀ ହେଉଛି ଏବଂ କହୁଛନ୍ତି ପାର୍ବତୀ ତୁ ଜଗନ୍ନାଥକୁ ଅପମାନିତ କରିଥିଲୁ, ଏଇ ଅପମାନିତର ପ୍ରତିଶୋଧ ନେବା ପାଇଁ ମୁଁ ଏକ ମାୟା ଗଙ୍ଗେଶ୍ୱର, ମାୟା କୌଶଲ୍ୟା, ମାୟା ପାର୍ବତୀ ସୃଷ୍ଟି କରିଥିଲି। ତୁ ଗଙ୍ଗେଶ୍ୱରକୁ ହତ୍ୟା କରିନୁ। ଏସବୁ ମାୟା। ପାର୍ବତୀ ଦେଖନ୍ତୁ ଆପଣ ମାନେ କେତେ ଗୋଟେ ସତ୍ୟ କଥା କହିଛନ୍ତି ରାଧାନାଥ, କେତେ ଗୋଟେ ତତ୍ଵ କଥା କହିଛନ୍ତି ରାଧାନାଥ। ଯିଏ ଏତେ ବଡ ତତ୍ଵ ଯେ କେହି ରହି ନାହିଁ ରହିବେ ନାହିଁଟି ଏଭବ ରଙ୍ଗଭୂମି ତଳେ ସର୍ବେ ନିଜ ନିଜ କାର୍ଯ୍ୟ ସାରି ବାହୁଡିବେ କାଳ ବଳେ, କେଡ଼େ ବଡ ତତ୍ଵ କହୁଛନ୍ତି ଯେ ଆମେ ଯୋଉ ମାୟା ମୋହ ଭିତରେ ବୁଡି ରହିଛୁ, ଏହା ଅଳିକ, ଏହା କ୍ଷଣିକ, ଏହା ସ୍ଥାୟୀ ନୁହଁ। ଏଇଭଳି ଏକ ସତ୍ୟ କଥା କହୁଥିବା, ଏଇଭଳି ଏକ ଦର୍ଶନ କଥା କହୁଥିବା ସେ କେମିତି ପିତା କନ୍ୟାର ପ୍ରଣୟ ଲେଖିବେ ମ? ଏହା ଏକ ଉପଲକ୍ଷ୍ୟ, ଏହା ଏକ ଉଦାହରଣ। ଏହାର ଉପସଂହାରକୁ କେହି ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର ଗବେଷକ ମାନେ ଆଲୋଚନା କରୁନାହାନ୍ତି, ସମାଲୋଚନା କରୁନାହାନ୍ତି। ମନ ଅନୁରୋଧ, ମୁଁ ଯାହା କହିଲି ତା ସତ୍ୟ ନୁହଁ, ବରଂ ଏହା ଉପରେ ଆହୁରି ଆଲୋଚନା, ଆହୁରି ତର୍ଜମା, ସମାଲୋଚନା, ଆହୁରି ଚର୍ବିତ ହେବା ଉଚିତ। ଯିଏ ଜାତୀୟବାଦର କଥା କହୁଥିଲେ, ଯିଏ ଜାତୀୟତାକୁ ପ୍ରତିଷ୍ଠିତ କରିବା ପାଇଁ କହୁଥିଲେ, ଉତ୍କଳ କମଳା ବିଳାସ ଦୀର୍ଘିକା ମରଳ ମାଳିନୀ ନୀଳାମ୍ବ ଚିଲିକା ଠାରୁ ବୀର ରକ୍ତ ପିଣ୍ଡେ ଗଡା ପାର ପର୍ଯ୍ୟନ୍ତ ରାଧାନାଥଙ୍କ ସ୍ପର୍ଶରେ ଯାହା ସଦ୍ୟସ୍ମାତ ହେଇ ଉଠୁଥିଲା ତାହାକୁ ଆମେ ଅଣଦେଖା କରିବା କାହିଁକି? ଅବଶ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ କ୍ରିଟିକ, ଅନେକ ସମାଲୋଚକ ଯେ କହୁଛନ୍ତି ଏଟାକୁ ରାଧାନାଥ ଯୁଗ ନ କହି ବ୍ୟାସ କବି ଫକୀରମୋହନ ଯୁଗ କହିବା ଯଥାର୍ଥ। ମୁଁ ସ୍ୱାଗତ କରୁଛି। ଏହା ଏକ ନୂତନ ଅଭିପ୍ରାୟ, ଏହା ଏକ ନୂତନ ଗ୍ରହଣ। ଠିକ ସେହିପରି ରାଧାନାଥଙ୍କର ସମସ୍ତ କାବ୍ୟକୁ ଆଲୋଚନା କରି, ରାଧାନାଥଙ୍କ ସମସ୍ତ କାବ୍ୟକୁ ପର୍ଯ୍ୟାଲୋଚନା କରି ତାହାର ଉପସଂହାରରେ ପହଞ୍ଚିବା ଉଚିତ। ରାଧାନାଥଙ୍କର ସମସ୍ତ କାବ୍ୟରେ, ଅଧିକାଂଶ କାବ୍ୟରେ ଯଦି ସ୍ୱପ୍ନ ପ୍ରସଙ୍ଗ ରହିଲା, ଯଦି ସ୍ୱର୍ଗବାଣୀ ରହିଲା, ତାହେଲେ ପାର୍ବତୀ କାବ୍ୟରେ ସ୍ୱର୍ଗବାଣୀ ରହିବ ନାହିଁ କାହିଁକି? ସ୍ୱର୍ଗବାଣୀ ରହିଛି। କାରଣ ମୁଁ କହିଛି ପୂର୍ବରୁ, ଯେହେତୁ ପାର୍ବତୀ କାବ୍ୟର କିଛି ଅଂଶ ଆମ ପାଖରେ ନାହିଁ। କେତେ କହୁଛନ୍ତି ଇଂରେଜ ସରକାର ତାକୁ ବଦନାମ କରି ପୋଡି ଦେଇପାରେ। ହଁ, ହେଇ ଦେଇପାରେ। ଇଂରେଜ ସରକାର ନହେଲେ ବି ରାଧାନାଥଙ୍କର ଅନେକ ଶତ୍ରୁ ଥିଲେ ସେତେବେଳେ। ତେଣୁ ରାଧାନାଥ ବଦନାମ କରିବା ପାଇଁ
ଉପସଂହାରଟାକୁ ନଷ୍ଟ କରିଦେଇ ପାରନ୍ତି। ତେଣୁ ଉପସଂହାରଟାକୁ ନ ଦେଖି ଶଶିଭୂଷଣ ରାୟ ତାଙ୍କ ପୁତ୍ର ଯାହା କହିଦେଲେ ତାକୁ ଆମେ ଗ୍ରହଣ କରିବା କାହିଁକି? ତେଣୁ ମୋ ମତରେ ମୋର ଉପସଂହାର ହେଲା ପାର୍ବତୀ କାବ୍ୟର ଉପସଂହାର ଏକ ଭିନ୍ନ ଦିଗ, ଯେ ତାହା ଘଟି ନାହିଁ, ତାହା ପରବର୍ତ୍ତୀ ପର୍ଯ୍ୟାୟରେ ସେ ଲେଖିଛନ୍ତି ଯେ ସ୍ୱର୍ଗବାଣୀ ହେଇଛି, ପାର୍ବତୀ ଶୁଣୁଛନ୍ତି ଏବଂ ସେ ଜଗନ୍ନାଥଙ୍କ ଅଭିଶାପରେ ଦଣ୍ଡିତ ହଉଛନ୍ତି। ମାୟା ଗଙ୍ଗେଶ୍ୱର, ମାୟା କୌଶଲ୍ୟା, ମାୟା ପାର୍ବତୀ ଏ ଘଟଣା ଘଟିଛି ବୋଲି ସେ କହୁଛନ୍ତି। ମୁଁ ଏଇଠି ମୋ ବକ୍ତବ୍ୟର ବିରାମ ଦଉଛି। ସମସ୍ତଙ୍କୁ ଧନ୍ୟବାଦ ଦେଇ ମୁଁ ରହୁଛି। ଧନ୍ୟବାଦ। ଅଶେଷ ଅଶେଷ ଧନ୍ୟବାଦ ସାର୍। ପ୍ରକୃତରେ ହିଁ ଆମ ଓଡ଼ିଆ ସାହିତ୍ୟ ମହାନ। ଓଡ଼ିଆ ସାହିତ୍ୟକୁ ଆଲୋଚନା କଲେ ମନୁଷ୍ୟର ପ୍ରତ୍ୟେକର ଆଧ୍ୟାତ୍ମିକ ଜ୍ଞାନ ଜାଗ୍ରତ ହେଇ ଉଠେ। ଶିକ୍ଷାର 3ଟି ଦିଗରୁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଦେଖିବା, ତାହେଲେ ସାହିତ୍ୟ ହିଁ ଆମର ଆଧ୍ୟାତ୍ମିକ ପରିବୃଦ୍ଧିର ଏକମାତ୍ର ମାଧ୍ୟମ। ସାର୍ଙ୍କୁ ମୁଁ ଅଶେଷ ଧନ୍ୟବାଦ ଦେବି, ସେ ଆମକୁ ଆଜି ନୂତନ ଦିଗ୍ଦର୍ଶନ ଦେଲେ ରାଧାନାଥ ରାୟଙ୍କର ପାର୍ବତୀ କାବ୍ୟ ସମ୍ପର୍କରେ। ବର୍ତ୍ତମାନ କାହାର ଯଦି କିଛି ପ୍ରଶ୍ନ ଥାଏ ସାର୍ଙ୍କୁ କରିପାରିବେ। ପ୍ରଶ୍ନୋତ୍ତର ସମୟ। ଜୟ ଜଗନ୍ନାଥ। ପ୍ରଶ୍ନୋତ୍ତର ସମୟ ତ ଅତିବାହିତ ହେଇଯାଇଛି, ଆଗକୁ ବଢନ୍ତୁ। ହଁ, ନାଇଁ ଯଦି କିଏ ପଚାରିବେ ପଚାରନ୍ତୁ, ମୋତେ ଟିକେ ଭଲ ଲାଗିବ। ସାର୍ କ୍ଷମା କରିବେ, ଆମର ସାର୍ଙ୍କ ରବୀନ୍ଦ୍ର ସାର୍ କଥା ହେଲା, ଆମେ ସବୁବେଳେ ସମୟକୁ ଗୁରୁତ୍ୱ ଦେବା। ନାଇଁ ନାଇଁ, ଠିକ ଠିକ ସମୟ ଠିକ ଅଛି, ହେଇଯାଇଛି। ମୁଁ ଆପଣଙ୍କ ଟିକେ ପାଖରୁ ସାର୍ ଅଧିକା ସମୟ ନେଇଗଲି। ନାଇଁ ଠିକ ନାଇଁ, ଆଗରୁ ସମୟ ପଳେଇ ଯାଇଥିଲା ଆଜ୍ଞା। ସାର୍ ରାଜା ବହୁତ ଠିକ ଅଛି ସୁନ୍ଦର ସାର୍। ପ୍ରସଙ୍ଗ, ସୁନ୍ଦର ପ୍ରସଙ୍ଗ, ସୁନ୍ଦର ପ୍ରସଙ୍ଗ। ଯାହା ହଉ ଆମକୁ ଆପଣ ସାହିତ୍ୟ ସମ୍ପର୍କ ଅନେକ ଜ୍ଞାନ ଦେଇଛନ୍ତି। ବର୍ତ୍ତମାନ ଆମର ସଭାପତି ମହୋଦୟକୁ ନିବେଦନ କରିବି ଯେ ତାଙ୍କର ସଂକ୍ଷିପ୍ତ ଅଭିଭାଷଣ ସହିତ ଆଜିର ଆଲୋଚନା କରାଯାଏ। ଆମର ଆଜିର ଯୋଉ ପାର୍ବତୀ କାବ୍ୟ ଉପରେ ଆଲୋଚନା ହେଲା, ପ୍ରକୃତରେ ଏ ବିଷୟରେ ଆଲୋଚନା ଆହୁରି ଅଧିକ କରାଯାଇପାରେ। ଏଠି ସେକ୍ସପିୟରଙ୍କର ହାମଲେଟର ଯୋଉ ସ୍ୱପ୍ନାଦେଶ, ଏଠି ଜଗନ୍ନାଥ ମନ୍ଦିରରେ ପାର୍ବତୀ ଯୋଉ ବାଣୀ ଶୁଣିଲେ ବା ସାମ୍ନାରେ ତାଙ୍କର ଝିଅ ପାର୍ବତୀ ଆସୁଛନ୍ତି, ତାଙ୍କର ସାମ୍ନାରେ ତାଙ୍କ ଝିଅ କୌଶଲ୍ୟା ଆସୁଛନ୍ତି, ତାଙ୍କୁ ସବୁ ବିଷୟରେ ସବିଶେଷ ବର୍ଣ୍ଣନା କରୁଛନ୍ତି। କୌଶଲ୍ୟା ଏବଂ ଅନ୍ନପୂର୍ଣ୍ଣାଙ୍କଠୁ ଏସବୁ ଶୁଣି ସାରିଲା ପରେ ହତ୍ୟା କରିବା, ତାଙ୍କର ରାଜାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା, ଏ ସବୁ ଗୁଡ଼ିକ ମଣିଷ ମନର ଇଂରାଜୀ ଗୋଟେ ଶବ୍ଦ ହାଲୁସିନେସନ। ଯଦି କୌଣସି ବିଷୟରେ ବାରମ୍ବାର ଚିନ୍ତା କରାଯାଏ, ଯଦି କୌଣସି ଜିନିଷରେ ଏକ୍ସେସିଭ ଇମୋସନ ବା ଥିଙ୍କିଂ ଥାଏ, ସାଧାରଣତଃ ସେଇ ଜିନିଷ ଗୁଡ଼ିକ ଆଖି ଆଖିରେ ଭାସି ଆସିଲା ଭଳିଆ ଦେଖାଯାଏ। ହୁଏତ ପାର୍ବତୀ କାବ୍ୟରେ ଏମିତି କିଛି ଘଟଣା ଘଟିଥାଇପାରେ। ଶଶିଭୂଷଣ ରାୟ ଲେଖିଛନ୍ତି ବା ତାଙ୍କ ଲେଖିଥିବା ବାପାଙ୍କର କଥାକୁ ପୁନରୁଦ୍ଧାର କରାଯାଇଛି, ସେ ବିଷୟରେ ବିଶେଷ ଭାବରେ ଆଲୋଚନା କରିବା ଦରକାର। ଏବଂ ଏ ବିଷୟରେ ଆଜ୍ଞାଙ୍କଠୁ, ମହାଶୟଙ୍କ ଠାରୁ ବହୁତ ସୁନ୍ଦର ତଥ୍ୟ ଖୁବ କମ ସମୟ ଭିତରେ ଜାଣିବାକୁ ମିଳିଲା। ଯୋଉ ତଥ୍ୟ ଖୁବ କମ ଜାଗାରେ ମିଳିଥାଏ। ପ୍ରକୃତରେ ପାର୍ବତୀ କାବ୍ୟର ଯୋଉଟା ରାଧାନାଥ ଲେଖିଛନ୍ତି, ତାହା ଅନ୍ୟ ଏକ ଉପସଂହାର ହେଇପାରେ। ଲେଖାଯାଇଥିବା ଜିନିଷ
एवं जनकर चारित्रिक अवयव को नहीं घटना को नहीं लेखा जाइथिबा सेही समय चित्र हुए तो ए कथा हेई नथियो बोली कन्या एवं पिता भितरे ए प्रणय बा अनैतिक संपर्क हेई नथियो बोली चिंता करा जाय पारे किंतु भागवत रे एक कथा लेखा जाइछि जे एकादश स्कंद रे प्रायतः लेखा जाइछि जे पिता कन्या भितरे बा भाई भाई भितरे भाई भौणी भितरे ए भलिया अनैतिक संपर्क हेई पारे राधानाथ राय उच्च शिक्षित थिले एवं बहुत ज्ञानी थिबा जोगो अनेक शत्रु भी से समय बाहर थिले तेणु ए विषय रे जो लेखा तांकर ज्ञान को जो नहीं लेखा ए जो काव्य एक सामान्य काव्य बा एक छोट काव्य नुहे तेबे आज ए जो पार्वती काव्य विषय रे जो नूतन जिनिस जानिया को आमे पाइलु एथे पई प्रोफेसर हरिश्चंद्र बारिक महोदय को बहुत धन्यवाद ए विषय रे आलोचना हवा दरकार एवं उचित युक्ति उपस्थापन कले हुए तो सत्यतार उन्मोचित हो पार। नमस्कार धन्यवाद सर को शेष धन्यवाद हमरो भाई को निवेदन करी जदियो समय अतिक्रांत तथापि नाट्यकार भंगी नाट्यकार भाव धन्यवाद अर्पण करेंगे रवि भाई आप आज धन्यवाद अर्पण करूँ जहाँ समय सीमा अतिक्रम करी भी धन्यवाद मो छाती भितर आसूची कहीं आज आलोचक महोदय मो जन्मभूमि कलामाटी मयूरभंज आसी वक्तव्यर से जो नाटकीयता बेस परिस्फुट होता खाली लाखी जाऊला तेणु अजस्र धन्यवाद आमर आज आलोचक महाशय डॉक्टर हरिश्चंद्र बारिक महोदय को आमर आज अध्यक्ष जे मिश्र महोदय तथा संयोजक देहुरी सार अन्य आमर जो माने रही द्विवेदी सार एवं उपस्थित ओडिशार समस्त सदस्य सदस्या को आज आलोचना चक्र रे अंतर निभृत कोण अनेक अनेक धन्यवाद दे मुझे रखुची। नमस्कार आज्ञा। नमस्कार नमस्कार। आम देवगढ़ जिला शाखा तरफ मुसार को धन्यवाद जनाऊँ नमस्कार सर नमस्कार नमस्कार मोर आज्ञा नमस्कार नमस्कार मो नमस्कार करछि देखुलो गले आपन को देखा करबी ठीक है मो घर उदला तो आउ हां उदला आपन घर हां ठीक है हो सर देखा आप केबे हां निश्चय देखा अन्य किछि न मिलू हम सब मिलू जी हमर ए संस्था मित्र को मधुर संपर्क जोड़ी देई छी ना ना सीधे ए संस्था ही हमको भाईचारा सृष्टि करिवो यारी भितरे बंचेबार प्रेरणा मिलिवो आपन कथा हि यथार्थ वर्तमान ठीक अछि भाई ठीक अछि आमंत्रण करिवि हम गहण रे थिबा जे कि प्रत्येक थर प्रारंभ रे तांकर सुललित कंठ रे वेद पाठ करी आम हृदय रे एक दिव्य वातावरण करी आज सर्वशेष रे शांति पाठ करी हमर हरि ओम माद्यो शांतिरंतरिक्ष गुम शांति पृथिवी शांतिरापः शांति मोक्षधयः शांति वनस्पतयः शांतिर्विश्वे देवाः शांतिर्ब्रह्म शांति सर्वगुण शांति शांतिरेव शांति सामा शांतिरेधि जतो यतः समीहसे ततो नो अभयं कुरु सन्नः
कुरु प्रजाभ्यो भयन्नः सुशान्तिर्भवतु सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग् भवेत् ओम शांति शांति शांति। धन्यवाद पंडित जी। बर्तमान हमर सभापति को निवेदन करी आज सभा कार्य परिसमाप्त। जय जगन्नाथ। दैतराव टिके आलोचना करे नहीं दैतराव जयगुरु कौन सा ମୁଁ କହିଲି ଆଉ ଟିକେ ଆମର ସାଂଗଠନିକ ଆଲୋଚନା ଟିକେ କଲେ नहीं कोन केते कोन हमर उद्बोधन काम केते कोन करचंती करबा कि कोन ना कोन आपनकर साहित्य लोक के अछंती कि सेमते नहीं के मो तरफ से बिजी रह जाऊ तो स्कूल कार्यक्रम आ गोटे वर्ष रहा मोर ओहो तेणु एचएम चार्ज हिसाब से सब प्रकार बुझला गोटे व्यस्त रही जाऊ आपन दे हमर दैतराव अछन तो हाँ सर प्रणाम अछंती प्रणाम सर सर प्रणाम कोन आपण जे हमर ए साहित्य कार्यक्रम तो विचारधारा तो चली तापर साहित्य कार्यक्रम ना प्रति मासर से प्रथम रविवार सकाळ 10टा ठू आरंभ 10:20 आरंभ होउची आज्ञा आउ तेणु आपन आम साहित्य किए अछंती सभ्य अछंती हमर आपनकर नहीं सर ना ना नांती सर अच्छा आज्ञा ओहो ताले आपन देखंतु जदि लेखा टिके पठेया पे चेष्टा करंतु हमर आज्ञा प्रबोधन रे बाहरिबो आउ कोनी प्रेरणादायक कथा प्रेरणादायक विषय वस्तु हेतिबो से अनुसार लिखि गोटे पठेबे साहित्य लोक को अपन साहित्य लोक तो थिबो मेंबर थिबे से जितेंद्र राव पछन हमर सभा संपादक आज्ञा ये पठेले टिके देखियो भलो होता टिके आप लेखा लिखंतु गोटे गोटे सर सर देखो उद्बोधन कार्यक्रम केते कौन करछन्ती संविधान कार्यक्रम तो सरलानी केते कार्यक्रम करछन्ती आगो कोन ड्राइंग कंपटीशन अछि आज्ञा आज्ञा तेणु टिके से अनुसार टिके परिणित करिवे सब ये पर आज्ञा सभ्य संख्या हम आउ टिके बढ़ांतु कोन केते कोन बढ़िछन्ती अछि देखियो टिका को संसार हाँ या भितर सर जड़े हाई स्कूल टीचर टे बढ़ी आगो को टिके बढ़ी पारंती आस्ते तो अनुकूल तो हबो जनवरी 4 रे हबो हमर संभाग स्तरीय मीटिंग आज्ञा आसीबे तो सर देखिबि सर चेष्टा करिबि से समय हाँ जनवरी 4 रे हबो हमर संभाग स्तरीय मीटिंग टा आपण तो हम देवगढ़ कंधमाल आम अनुकूल आम ढेंकानाल आउ गोटे आउ गोटे कोन अछि येटा आउ गोटे जे अछि को आज्ञा ओ एतिके बंद करंतु हाँ सर जय गुरु शुभ रात्रि सब हाँ सर शुभ रात्रि सर नमस्कार समस्त नमस्कार।